ଜଣେ ନାବିକ ଥିଲେ। ସେ ଗୋଟିଏ ଜାହାଜରେ 3 ବର୍ଷ ଧରି କାମ କରୁଥିଲେ। ଦିନେ ରାତିରେ ସେ ମଦ ପିଇଦେଲେ। ତାଙ୍କ ଜୀବନରେ ଏପରି ଘଟଣା ଥିଲା ପ୍ରଥମ। ଏ ଘଟଣାକୁ କ୍ୟାପ୍ଟେନ୍ ସାହେବ ରେଜିଷ୍ଟରରେ ଲିପିବଦ୍ଧ କରିଦେଲେ। ଆଜି ରାତିରେ ନାବିକଟି ମଦ ପିଇଛି। ନାବିକ ଏହାକୁ ପଢ଼ିଲା ଏବଂ ସେ ଜାଣିଲା ଯେ ଏହା ତାର ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ତେଣୁ ସେ କ୍ୟାପ୍ଟେନଙ୍କ ପାଖକୁ ଗଲା, କ୍ଷମା ମାଗିଲା ଏବଂ ଏହା ତା ଜୀବନରେ 3 ବର୍ଷ ଭିତରେ କେବଳ ଥରଟିଏ ଘଟିଛି ବୋଲି ଲେଖି ଯୋଡ଼ିଦେବାକୁ କ୍ୟାପ୍ଟେନକୁ କହିଲା। ଏହା ହିଁ ଥିଲା ପ୍ରକୃତ ସତ୍ୟ। କ୍ୟାପ୍ଟେନ ମନା କଲେ ଏବଂ କହିଲେ, ମୁଁ ରେଜିଷ୍ଟରରେ ଯାହା ଲେଖିଛି ତାହା ହିଁ ସତ୍ୟ। ତା ପରଦିନ ନାବିକର ରେଜିଷ୍ଟରରେ ଲେଖିବା ପାଳି। ସେ ଲେଖିଲେ, କ୍ୟାପ୍ଟେନ ଆଜି ରାତିରେ ମଦ ପିଇ ନଥିଲେ। କ୍ୟାପ୍ଟେନ ଏହା ପଢ଼ିଲେ ଏବଂ ନାବିକକୁ ଏହା ବଦଳାଇବାକୁ ବା ଏଥିରେ ଆଉ କିଛି ଯୋଗ କରିବାକୁ କହିଲେ। କାରଣ ଏଥିରୁ ବୁଝା ପଡ଼ୁଥିଲା ଯେ ସେ ଆଉ ସବୁ ରାତିରେ ମଦ ପିଅନ୍ତି, କେବଳ ଆଜି ରାତିରେ ପିଇନାହାନ୍ତି। ଯାହା ବି ପ୍ରକୃତ ସତ୍ୟ ତାହା ଜଣାପଡ଼ୁନଥିଲା। ନାବିକ କହିଲେ ଯେ ସେ ରେଜିଷ୍ଟରରେ ଯାହା ଲେଖିଛନ୍ତି ତାହା ହିଁ ସତ୍ୟ। ଦୁଇଟା ଯାକ ବାକ୍ୟ ସତ୍ୟ, କିନ୍ତୁ ଦୁଇଟିରୁ ଆମକୁ ଯାହା ସନ୍ଦେଶ ମିଳୁଛି ସେଥିରୁ ପ୍ରକୃତ ସତ୍ୟ କେଉଁଟା ବୁଝା ପଡ଼ୁନାହିଁ। ଦୁଇଟି ବାକ୍ୟ ସତ୍ୟ ହେଲେ କ'ଣ ହେବ? ଦୁଇଟିରୁ ଆମକୁ ପ୍ରକୃତ ସତ୍ୟ ଜଣାପଡ଼ୁନାହିଁ। କେତେକ ଲୋକ ଅତି ରଞ୍ଜନ ବିନା ସତ୍ୟ କଥା କହିପାରନ୍ତି ନାହିଁ। ଅର୍ଥାତ୍ ସତ କଥାଟି କହିଲା ବେଳେ ନିଜ ମନରୁ ଅନେକ କିଛି ମିଶାଇ କହିଥାନ୍ତି। ଏଭଳି କଥାରୁ ସତ୍ୟ ପ୍ରମାଣ କରିବା ବହୁତ କଷ୍ଟକର। ଅର୍ଦ୍ଧ ସତ୍ୟ କଥା ମିଛଠୁ ବି ବିପଜ୍ଜନକ। ମୁଁ ଏଭଳି କଥାରେ ବହୁତ ଥର ଫସିଛି। ଘଟଣା ଯାହା ଘଟିଥିବ ଅର୍ଦ୍ଧ ସତ୍ୟ ପାଇଁ ତାକୁ ସମସ୍ତେ ବୁଝିଥିବେ ଅଲଗା। ସେଥିପାଇଁ ସବୁବେଳେ ସରଳ ଏବଂ ନିଷ୍କପଟ ହୁଅନ୍ତୁ। ଅସୁବିଧାରେ ପଡ଼ିଥିବା ଜଣେ ସାଙ୍ଗକୁ ଯଦି ପଚାରିବ, କହ ମୁଁ ତୋର ପାଇଁ କ'ଣ କରିପାରେ, ଏହା ପ୍ରକୃତରେ ବିରକ୍ତିକର ମନେ ହେବ ନିଶ୍ଚୟ। ଏହା ଛଳନା ବ୍ୟତୀତ ଆଉ କିଛି ନୁହେଁ। ଯଦି ଆପଣ ସତରେ କାହାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଚିନ୍ତା କରି ଯେ କୌଣସି ଉଚିତ କାମ ବାଛି ନିଅନ୍ତୁ ଏବଂ କରିଚାଲନ୍ତୁ। ଅନେକ ଲୋକ ନିଜର ସ୍ୱାର୍ଥପରତାକୁ ଲୁଚାଇବା ପାଇଁ ନିଷ୍କପଟତାର ମୁଖା ପିନ୍ଧିଥାନ୍ତି। କାହିଁକି